ଦେଖନ୍ତୁ ବାଲିଯାତ୍ରାରେ ଗାଁ ଲୋକ ବହୁତ ଅତି ମାନେ ସୁନ୍ଦର ଲୋକ ସେମାନେ ବହୁତ ଖୁସିରେ ମୋତେ ଆଜି ଏଇଠି ବାଜା ଫାଜା କରି ସେମାନେ ସ୍ୱାଗତ କଲେ ସେମାନଙ୍କୁ ଅଶେଷ ଧନ୍ୟବାଦ ଗାଁ ବାସିନ୍ଦାମାନଙ୍କୁ। ଆଉ ଖୁସି ଲାଗୁଛି କି ଆମର ଯେ ଆମକୁ ସିମକୁ ଗୋଟେ ଜଲିଆନୱାଲା ବାଗ ଯେମିତି ଗୋଟେ ଘଟଣାଟା ହେଇଥିଲା ସେଇଥିରେ ଯିଏ ଲିଡ୍ କରିଥିଲେ ଆମର ସ୍ୱର୍ଗୀୟ ନିର୍ମଳ ମୁଣ୍ଡା ତାଙ୍କର ନାଁରେ ଗୋଟେ କଲେଜଟା ଏଇଠି ଅଛି। ଆଉ କିନ୍ତୁ ଏଇଥିରେ ମାନେ ବହୁତ ସାରା ସମସ୍ୟା ଅଛି ସେଟାକୁ ସମାଧାନ କରିବାର ଅଛି ଆସନ୍ତା ସମୟରେ। ଆଉ ଯେମିତି ଆଜି ଯାହା ଉଦ୍ଦେଶ୍ୟରେ ନେଇକରି ଆମେ ଆସିଛୁ ଏଇ ମାସୁଗୁଡ଼ି ମାଆର ଯେ ମନ୍ଦିରଟା ସେଇଟା ଯାହା ତିଆରି ହେବ ସେଇଥିରେ ଆମର ତରଫରୁ ଯାହା ବି ପାଣ୍ଠିଟା ଆମେ ଦେଇଛୁ ସେଥିଲାଗି ଆମେ ଆସିଛୁ ତାକୁ ଆଜି ଶୁଭ ଦେବା ଲାଗି। ଆଉ ଏଠି ଗାଁ ବାଲା ମାନେ ବହୁତ ଉତ୍ସାହିତ ଅଛନ୍ତି ସେମାନେ ହର୍ଷ ଉଲ୍ଲାସରେ ମୋତେ ସ୍ୱାଗତ କଲେ। ଏବେ ଆସନ୍ତା ସମୟରେ ଯେମିତି ରଥଯାତ୍ରାରେ ତାଙ୍କର ତକଲିଫ ହେଉଥିଲା ଠାକୁରଙ୍କୁ ରଖିବା ଲାଗି ସେଟାକୁ ସମାଧାନ କରିବା ଲାଗି ସେମାନେ ମୋତେ ଅର୍ଜି ଦେଇଥିଲେ ସେଟାକୁ ସୁବିଧା କରିବା ଲାଗି ଆମର ତରଫରୁ ଯାହା ହେଇପାରିଲା ଆମେ ଦେଇଛୁ। ଆଉ ଆସନ୍ତା ସମୟରେ ଆହୁରି ବି ତାଙ୍କର ଯାହା ବି ଅସୁବିଧା ଥିବା ସେମାନେ ନିଶ୍ଚୟ ଭାବରେ ସେମାନେ ମୋତେ ଜଣେଇବେ ଆଉ ସେଟାକୁ ମୁଁ ଫୁଲଫିଲ୍ କରିବା ଲାଗି ମୁଁ ଉପସ୍ଥିତ ଥିବି ପ୍ରସ୍ତୁତ ଥିବି।